ବିଚାରକର୍ତ୍ତା 5 ପର୍ବ। ସେହିଦିନ ଦୋବରା ଅବିନୟମର ପୁତ୍ର ବାରକ ଗାୟନ କରି କହିଲେ, ଇସ୍ରାଏଲ ମଧ୍ୟରେ ଅଗ୍ରଗାମୀମାନେ ଅଗ୍ରସର ହେଲେ। ଲୋକମାନେ ସ୍ୱଚ୍ଛନ୍ଦରେ ଆପଣା ଆପଣାକୁ ଉତ୍ସର୍ଗ କଲେ। ଏଥିପାଇଁ ତୁମେ ସଦାପ୍ରଭୁଙ୍କର ଧନ୍ୟବାଦ କର। ହେ ରାଜଗଣ ଶୁଣ, ହେ ଭୂପତିଗଣ କର୍ଣ୍ଣ ଡେର। ମୁଁ ହିଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବି। ମୁଁ ସଦାପ୍ରଭୁ ଇସ୍ରାଏଲ ପରମେଶ୍ୱରଙ୍କ ପ୍ରଶଂସା ଗାନ କରିବି। ହେ ସଦାପ୍ରଭୁ, ତୁମେ ସେଇରରୁ ବାହାରିବା ବେଳେ, ତୁମେ ଇଦମ କ୍ଷେତ୍ରରୁ ଯାତ୍ରା କରିବା ବେଳେ ପୃଥିବୀ କମ୍ପିଲା, ଆକାଶ ମଧ୍ୟ ବିନ୍ଦୁପାତ କଲା। ହଁ, ମେଘମାଳା ଜଳପାତ କଲା। ସଦାପ୍ରଭୁଙ୍କ ସମ୍ମୁଖରେ ପର୍ବତମାନ କମ୍ପମାନ ହେଲେ। ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ସମ୍ମୁଖରେ ସିନୟ ମଧ୍ୟ କମ୍ପମାନ ହେଲା। ଅନାତର ପୁତ୍ର ସମଗର ସମୟରେ, ଜାଏଲ ସମୟରେ ରାଜପଥ ସକଳ ଶୂନ୍ୟ ଥିଲା ଓ ପଥିକମାନେ ବକ୍ର ଉପପଥ ଦେଇ ଗମନ କଲେ। ଇସ୍ରାଏଲ ମଧ୍ୟରେ ଶାସନକର୍ତ୍ତାଗଣ ଶୂନ୍ୟ ଥିଲେ। ମୁଁ ଦବରା ଉତ୍ପନ୍ନ ହେବା ପର୍ଯ୍ୟନ୍ତ, ମୁଁ ଇସ୍ରାଏଲ ମଧ୍ୟରେ ମାତୃତୁଲ୍ୟ ଉତ୍ପନ୍ନ ହେବା ପର୍ଯ୍ୟନ୍ତ ସେମାନେ ଶୂନ୍ୟ ଥିଲେ। ସେମାନେ ନୂତନ ଦେବତାମାନଙ୍କୁ ମନୋନୀତ କଲେ। ତେଣୁ ନଗର ଦ୍ୱାର ସବୁରେ ଯୁଦ୍ଧ ହେଲା। ଇସ୍ରାଏଲ ମଧ୍ୟରେ 40,000 ଲୋକମାନଙ୍କ ମଧ୍ୟରେ କି ଗୋଟିଏ ଢାଲ ଅବା ବର୍ଚ୍ଛା ଦେଖାଗଲା। ଲୋକମାନଙ୍କ ମଧ୍ୟରେ ଲୋକମାନଙ୍କୁ ସ୍ୱଚ୍ଛନ୍ଦରେ ଉତ୍ସର୍ଗକାରୀ ଇସ୍ରାଏଲର ଶାସନକର୍ତ୍ତାମାନଙ୍କ ଆଡ଼େ ମୋର ହୃଦୟ ଅଛି। ତୁମେମାନେ ସଦାପ୍ରଭୁଙ୍କ ଧନ୍ୟବାଦ କର। ଏ ଶ୍ଵେତଗର୍ଦ୍ଧବୀ ଆରୋହୀମାନେ, ଏ ଗାଲିଚାରେ ବସିବା ଲୋକମାନେ ଓ ପଥରେ ଗମନକାରୀମାନେ, ତୁମେମାନେ ଗାନ କର। ଧନୁର୍ଦ୍ଧରମାନଙ୍କ ଶବ୍ଦରୁ ଦୂରରେ ଜଳକଢ଼ା ସ୍ଥଳମାନରେ ଲୋକମାନେ ସଦାପ୍ରଭୁଙ୍କ ଧର୍ମକ୍ରିୟା ଓ ଇସ୍ରାଏଲ ମଧ୍ୟରେ ତାହାଙ୍କ ଶାସନ ସମ୍ବନ୍ଧୀୟ ଧର୍ମକ୍ରିୟା ସଂକୀର୍ତ୍ତନ କରିବେ। ସେ ସମୟରେ ସଦାପ୍ରଭୁଙ୍କ ଲୋକମାନେ ନଗର ଦ୍ୱାରକୁ ଓହ୍ଲାଇ ଆସିଲେ। ହେ ଦେବୋରରେ ଜାଗ 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 ଜାଗ, ଗୀତ ଗାନ କର। ହେ ବାରକ ଉଠ। ହେ ଅବିନୋମ ପୁତ୍ର, ଆପଣା ବନ୍ଦୀଗଣକୁ ବନ୍ଦୀ ସ୍ଥାନକୁ ନେଇଯାଅ। ତେଣୁ ପ୍ରଧାନମାନଙ୍କ ମଧ୍ୟରୁ ଅବଶିଷ୍ଟ ଥୋକାଏ ଓ ଲୋକମାନେ ଓହ୍ଲାଇ ଆସିଲେ। ସଦାପ୍ରଭୁ ଆମ୍ଭର ସପକ୍ଷ ହୋଇ ସେହି ବୀରମାନଙ୍କ ପ୍ରତିକୂଳରେ ଓହ୍ଲାଇ ଆସିଲେ। ଅମାଲେକ ଦେଶରେ ଯେଉଁମାନଙ୍କର ମୂଳ ଥିଲା, ସେମାନେ ଇଫ୍ରେମରୁ ଆସିଲେ। ତୁମ୍ଭ ପଛେ ପଛେ ବିନ୍ୟାମିନ ତୁମ୍ଭ ଲୋକମାନଙ୍କ ମଧ୍ୟରେ ଥିଲା। ମାଖେରଠାରୁ ଶାସନକର୍ତ୍ତାମାନେ ଓ ସବଲୁନଠାରୁ ସୈନ୍ୟଗଣକାରୀ ଦଣ୍ଡଧରମାନେ ଓହ୍ଲାଇ ଆସିଲେ। ପୁଣି ଇସାଖରର ଅଧିପତିମାନେ ଦବରା ସଙ୍ଗେ ଥିଲେ। ଯେପରି ଇସାଖର ସେପରି ବାରାକ ଥିଲା। ସେମାନେ ତଳଭୂମିରେ ତାହାର ଗୋଡ଼େ ଗୋଡ଼େ ମାଡ଼ିଗଲେ। ରୁବେନର ସ୍ରୋତ ସମୂହ ନିକଟରେ ଗୁରୁତ୍ୱର ମନୋଭାବନା ହେଲା। ତୁମେ କାହିଁକି ମେଷଶାଳ ମଧ୍ୟରେ ବସିଲ? କି ମେଷପଲ ନିକଟରେ ବଂଶୀନାଦ କରିବାକୁ ରୁବେନର ସ୍ରୋତ ସମୂହ ନିକଟରେ ଗୁରୁତ୍ୱର ମନୋଭାବନା ହେଲା। ଗିଲିୟଦ ଜର୍ଦ୍ଦନ ସେପାରିରେ ବାସ କଲା। ଆଉ ଦାନ କାହିଁକି ଜାହାଜରେ ରହିଲା? ଆସେର ସମୁଦ୍ର ତୀରରେ ବସି ରହିଲା ଓ ଆପଣା ବନ୍ଦର ନିକଟରେ ବାସ କଲା। ସବଲୁନ ମରଣ ପର୍ଯ୍ୟନ୍ତ ପ୍ରାଣପଣକାରୀ ଲୋକ ହେଲା। ଆଉ ନପ୍ତାଲି ଯୁଦ୍ଧକ୍ଷେତ୍ରରେ ଉଚ୍ଚ ସ୍ଥାନ ଉପରେ ପ୍ରାଣପଣ କଲା। ରାଜାମାନେ ଆସି ଯୁଦ୍ଧ କଲେ। ତ କିଣାନର ରାଜଗଣ ମଗିଦୋର ଜଳତୀରସ୍ଥ ନାକରରେ ଯୁଦ୍ଧ କଲେ। ସେମାନେ କିଛି ରୂପା ଲାଭ କଲେ ନାହିଁ। ତାରାଗଣ ଆକାଶରୁ ଯୁଦ୍ଧ କଲେ। ସେମାନେ ଆପଣା ଆପଣା ପଥରେ ସିସରାର ବିରୁଦ୍ଧରେ ଯୁଦ୍ଧ କଲେ। କିଶୋନ ନଦୀ, ସେ ପୁରାତନ ନଦୀ, ସେ କିଶୋନ ନଦୀ ସେମାନଙ୍କୁ ଭସାଇ ନେଲା। ହେ ମୋହର ପ୍ରାଣ, ତୁମ୍ଭେ ବଳରେ ଅଗ୍ରସର ହୁଅ। ସେତେବେଳେ ଅଶ୍ୱମାନଙ୍କର ଖୁରା ଭୂମି ମନ୍ଥି ପକାଇଲା, ଯେହେତୁ ସେମାନେ କୁଦା ମାରିଲେ। ସେମାନଙ୍କ ବଳିଷ୍ଠମାନେ କୁଦା ମାରିଲେ। ସଦାପ୍ରଭୁଙ୍କ ଦୂତ କହିଲେ, ତୁମ୍ଭେମାନେ ମେରାସକୁ ଶାପ ଦିଅ। ତୁମ୍ଭେମାନେ କହି ନିବାସୀମାନଙ୍କୁ ଦାରୁଣ ଶାପ ଦିଅ। କାରଣ ସେମାନେ ସଦାପ୍ରଭୁଙ୍କ ସାହାଯ୍ୟକୁ ବୀରମାନଙ୍କ ବିରୁଦ୍ଧରେ ସଦାପ୍ରଭୁଙ୍କ ସାହାଯ୍ୟକୁ ଆସିଲେ ନାହିଁ। ସ୍ତ୍ରୀମାନଙ୍କ ମଧ୍ୟରେ କେନିୟ ହେବରର ଭାର୍ଯ୍ୟା ଜାଏଲ ଧନ୍ୟ ହେବ। ତମ୍ବୁ ନିବାସୀ ସ୍ତ୍ରୀମାନଙ୍କ ମଧ୍ୟରେ ସେ ଧନ୍ୟ ହେବ। ସିସରା ଜଳ ମାଗନ୍ତେ ସେ ତାହାକୁ ଦୁଗ୍ଧ ଦେଲା। ସେ ରାଜପଯୁକ୍ତ ପାତ୍ରରେ ଦଧି ଆଣି ତାହାକୁ ଦେଲା। ସେ ମେଖ ଧରିବାକୁ ଆପଣା ହସ୍ତ ଓ କାରିଗର ପିଟଣା ଧରିବାକୁ ଆପଣା ଦକ୍ଷିଣ ହସ୍ତ ବଢ଼ାଇଲା। ସେ ସିସରାକୁ ପିଟିଲା। ସେ ତାହାର ମସ୍ତକ ବିନ୍ଧି ପକାଇଲା। ହଁ, ସେ ତାହାର କର୍ଣ୍ଣମୂଳ ଫୋଡ଼ି ଭେଦ କଲା। ତାର ପାଦ ତଳେ ସେ ନଇଁଲା। ସେ ପଡ଼ିଲା, ସେ ଶୋଇଲା। ତାର ପାଦ ତଳେ ସେ ନଇଁଲା, ସେ ପଡ଼ିଲା। ଯେଉଁଠାରେ ସେ ନଇଁଲା, ସେଇଠାରେ ସେ ହତ ହୋଇ ପଡ଼ିଲା।
ସିସରାର ମାତା ଝରକା ଦେଇ ଚାହିଁ ଚାହିଁ ଡାକି କହିଲା, ସେ ଜାଲି ପରଦା ଦେଇ ଡାକି କହିଲା, ତାହାର ରଥ ଆସିବାକୁ କାହିଁକି ଏତେ ବିଳମ୍ବ କରୁଛି? ତାର ରଥଚକ୍ର କାହିଁକି ପଛେ ପଡୁଅଛି? ତାର ଜ୍ଞାନବତୀ ସହଚରୀମାନେ ତାହାକୁ ଉତ୍ତର ଦେଲେ, ହଁ, ସେ ମଧ୍ୟ ଆପେ ଆପଣାକୁ ଉତ୍ତର ଦେଇ କହିଲା, ସେମାନେ କି ଲୁଟ୍ ପାଇନାହାନ୍ତି? ସେମାନେ କି ବିଭାଗ କରିନାହାନ୍ତି? ପ୍ରତ୍ୟେକ ପୁରୁଷ ପାଇଁ ଏକ କାମିନୀ କିମ୍ବା ଦୁଇ କାମିନୀ। ସିସରା ପାଇଁ ନାନା ବର୍ଣ୍ଣର ଲୁଟ୍, ନାନା ବର୍ଣ୍ଣର ସୂଚିକର୍ମ ନିର୍ମିତ ଚିତ୍ରିତ ବସ୍ତ୍ରର ଲୁଟ୍। ଲୁଟିତମାନଙ୍କ କଣ୍ଠରୁ ଦୁଇ ପାଖରେ ସୂଚିତ କର୍ମ ନିର୍ମିତ ନାନା ରଙ୍ଗର ଚିତ୍ରିତ ବସ୍ତ୍ର। ହେ ସଦାପ୍ରଭୁ, ତୁମର ସମସ୍ତ ଶତ୍ରୁ ଏ ରୂପେ ବିନଷ୍ଟ ହେଉନ୍ତୁ। ମାତ୍ର ତାହାଙ୍କ ପ୍ରେମକାରୀମାନେ ସ୍ୱପରାକ୍ରମରେ ଗତିକାରୀ ସୂର୍ଯ୍ୟ ତୁଲ୍ୟ ହେଉନ୍ତୁ। ଏ ଉତ୍ତାରେ 40 ବର୍ଷ ପର୍ଯ୍ୟନ୍ତ ଦେଶ ବିଶ୍ରାମ ପାଇଲା।